ଖେଳୁଥିବା ସମୟରେ ପାଖରେ ଥିବା ଏକ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପାଣିସିଆଳି ଗ୍ରାମର ଉମାକାନ୍ତ ପରିଡ଼ାଙ୍କ ପୁଅ ଜୟନ୍ତ ପରିଡ଼ା ଖେଳୁଥିବା ସମୟରେ ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ଆଉ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକମାନେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ଆଖପାଖରେ ପାଇନଥିଲେ। ତେଣୁ ଜୟନ୍ତ ପୋଖରୀରେ ପଡ଼ିଯାଇଥିବା ନେଇ ସନ୍ଦେହ କରି ଖଇରା ଦମକଳ ବାହିନୀକୁ ଖବର ଦିଆଯିବାରୁ ଖବର ପାଇ ଖଇରା ଦମକଳ ବାହିନୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଆଉ ସଙ୍ଗେ ସଙ୍ଗେ ଜୟନ୍ତଙ୍କୁ ସର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ନାବାଳକର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।